ଭୁବନ ବ୍ଲକ ଅନ୍ତର୍ଗତ ବାରୁଆ ପଞ୍ଚାୟତର କଂସରଗୋଡା ଗ୍ରାମବାସୀମାନେ ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲ ଭିତରୁ ଅବୈଧ ଭାବେ ଗଛ କଟାକୁ ନେଇ ଆଜି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସମ୍ପର୍କରେ ଅଭିଯୋଗ ପତ୍ର ଦାଖଲ କରିଥିବା ବେଳେ ବନଖଣ୍ଡ ଅଧିକାରୀ ସୁମିତ କୁମାର କରଙ୍କୁ ଅଭିଯୋଗ ଜଣାଇଛନ୍ତି। ପ୍ରକାଶ ଯେ ସେହି ଗ୍ରାମର ବିଜୟ ଜେଠି, ପିତା ବସନ୍ତ ଜେଠି, ସଞ୍ଜୟ ଜେଠି, ପ୍ରଭାତ ଜେଠି ଉଭୟଙ୍କ ପିତା ବିଜୟ ଜେଠି ଏହି ତିନି ଜଣ ଗ୍ରାମର ପ୍ରାୟ 5 ଏକର ଜମିରୁ 1000ରୁ ଉର୍ଦ୍ଧ୍ୱ ଗଛ କାଟି ନେଇଛନ୍ତି। ଏହା କେବଳ ବନ ନିୟମ 1927 ଅନୁସାରେ ଅପରାଧ ନୁହେଁ, ଏହା ପରିବେଶ ଓ ପ୍ରାକୃତିକ ନିୟମାବଳୀ ପାଇଁ ଏକ ମହା ବିପଦ ଓ ଗୁରୁତର ଅନ୍ୟାୟ। ଏହି ଅପରାଧ ବିଷୟରେ ଗ୍ରାମବାସୀମାନେ ଯାଇ ବିରୋଧ କରିବାରୁ 3 ଜଣ ମିଶି ଗ୍ରାମବାସୀଙ୍କୁ ଖଣ୍ଡା, କଟୁରୀ, ଟାଙ୍ଗିଆ ଧରି ଜୀବନରେ ମାରିଦେବା ପାଇଁ ଗୋଡାଇଥିଲେ। ଫଳରେ ଗ୍ରାମବାସୀମାନେ ଭୟଭୀତ ହୋଇ ପଳାଇ ଆସିଥିଲେ। ଏହି ବିଷୟରେ ଗ୍ରାମବାସୀମାନେ ବନ ବିଭାଗକୁ ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ତାହାର କୌଣସି ପ୍ରତିକ୍ରିୟା ନ ମିଳିବାରୁ ଖାଦ୍ୟ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି। ତେଣୁ ଅବୈଧ ଗଛକଟାକୁ ଶୀଘ୍ର ତଦନ୍ତ କରି ଆସାମୀମାନଙ୍କ ପ୍ରତି ଆଇନଗତ ପଦକ୍ଷେପ ନେଇ ଅବଶିଷ୍ଟ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଦାବି ଜଣାଇଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାସ୍ତାରୋକର ପନ୍ଥା ଗ୍ରହଣ କରିବେ ବୋଲି ଦାବି ଜଣାଇଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ଗ୍ରାମର ବିରଞ୍ଚି ସାମଲ, ବିଜୟ ମହାନ୍ତି, ସଞ୍ଜୟ ଦାସ, ଆଶିଷ ଜେଠି, ଅଶୋକ କୁମାର ପଟ୍ଟନାୟକ ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।